ପାଞ୍ଚ ଦିନ ଧରି ଶରଦାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ଶ୍ରୀକ୍ଷେତ୍ର ମହୋତ୍ସବ ଗୁରୁବାର ଉଦ୍ଯାପିତ ହୋଇଯାଇଛି। କ୍ରୀଡ଼ାବିତ୍ ଜୟନ୍ତୀ ବେହେରା, ଶିଳ୍ପୀଗୁରୁ ଦେବେନ୍ଦ୍ର ମିଶ୍ର, ସାହିତ୍ୟିକା କୁନ୍ତଳା ଆଚାର୍ଯ୍ୟ, ସମାଜସେବୀ ଗଜଲକ୍ଷ୍ମୀ ରାୟ, ସୌମ୍ୟରଞ୍ଜନ ମିଶ୍ର, ମାଟିମଣ୍ଡପ ସାହି ଆଖଡ଼ା ସଭାପତି ନାରାୟଣ ମହାପାତ୍ର, ସମ୍ପାଦକ ମୋହନ ମହାପାତ୍ର, ଗୌଡ଼ବଡ଼ ସାହି ଆଖଡ଼ା ସଭାପତି ରବିନାରାୟଣ ଗୁରୁ ଏବଂ ସମ୍ପାଦକ ଦାମୋଦର ମହାପାତ୍ରଙ୍କୁ ସେଥିରେ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଦିଲ୍ଲୀପ କୁମାର ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଜ୍ୟୋତିଶଙ୍କର ମହାପାତ୍ର, ପୌର ସଂସ୍ଥା କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ସଦର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ଶତପଥୀ, ଓର୍ମାସ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଶାନ୍ତ କୁମାର ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀକ୍ଷେତ୍ର ମହୋତ୍ସବ କମିଟି ସହ ସମ୍ପାଦକ ଚକ୍ରଧର ମହାପାତ୍ର ଓ ପ୍ରାକ୍ତନ ଜିଲ୍ଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ କୁମାର ସାମନ୍ତରାୟ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ମାଟିମଣ୍ଡପ ସାହି ଏବଂ ଗୌଡ଼ବଡ଼ ସାହି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। संतोष कुमार पंडा,